ସେ କଥା ମୁଁ କହିବାକୁ ଚାହୁଁଛି। ସାରଥୀ ବାବା ଭଣ୍ଡ ନୁହଁ, ଯଦି ଭଣ୍ଡ ନୁହଁ ତାଙ୍କ ପାଦରୁ ମୁଁ କହିନି ଭଣ୍ଡ ନୁହଁ ବୋଲିକିରି, ଆପଣ ଭୁଲ କଥା କହୁଛନ୍ତି। ମୁଁ କହିନି ଭଣ୍ଡ ନୁହଁ ବୋଲିକିରି, ମୁଁ କେବଳ ଆପଣଙ୍କୁ ଯୋଉ ପରିସ୍ଥିତିରେ ତାଙ୍କର ସାରଥୀ ବାବାଙ୍କ ଉପରେ କେସ୍ ହେଲା ଏବଂ ତାଙ୍କ ଆଶ୍ରମ ଉପରେ ଆକ୍ରମଣ ହେଲା, ମୁଁ କେବଳ ସେଇ ସ୍ଥିତିଟା ଆପଣଙ୍କୁ କେବଳ କହୁଛି। ଏ ସମୁଦାୟ ଘଟଣା ଗୋଟେ ଟେଲିଭିଜନ ଚ୍ୟାନେଲର ଖବରକୁ ଆଧାର କରି ଆରମ୍ଭ ହୋଇଥିଲା ଏବଂ ସେତେବେଳେ ଏଇ ଟେଲିଭିଜନ ଚ୍ୟାନେଲ ଖାଲି ତ ଏଇ ଖବର କଲାନି, ଅନେକ ତାପରେ ମଧ୍ୟ ତା ସାଙ୍ଗରେ ଯୋଡ଼ିକିରି ଯାହା ଯାହା ଖବର ପ୍ରସାରିତ କଲା। ମୋର ମନେ ଅଛି ସେତେବେଳେ ଯୋଉ ଝିଅଙ୍କ ବାବଦରେ କହିଲେ, ସେଇ ଝିଅ ମଧ୍ୟ ଯାଇ ପୋଲିସରେ ଏଫଆଇଆର କରିଥିଲେ ଯେ ତାଙ୍କୁ କେମିତି ଚାପ ପ୍ରୟୋଗ କରାଯାଉଛି, ତାଙ୍କୁ କେମିତି କୁହାଯାଉଛି ଏହା କହିବା ପାଇଁ, ସିଏ ମଧ୍ୟ ଯାଇକିରି ପୋଲିସ ଷ୍ଟେସନରେ ଏଫଆଇଆର ଦେଇଥିଲେ। ଅଲଗା ଗୋଟେ ଫୋର୍ସ ବି କାମ କରୁଛି। ହଁ, ମୁଁ ସେଇଆ କହୁଛି। ଏକଥା ମଧ୍ୟ ସେତେବେଳେ ଆପଣ ଲକ୍ଷ୍ୟ କରିଥିବେ, ସାରଥୀ ବାବାଙ୍କର ଜଣେ ଅତି ପରିଚିତ ଲୋକ, ତାଙ୍କ ସହିତ ଅତି ପରିଚିତ ଲୋକ, ସେ ମଧ୍ୟ ହଠାତ୍ ଦେଖିଲେ ସେ ମରିଗଲେ ସିଏ। ଏବଂ ତାଙ୍କ ପରିବାର ଲୋକ କହିଲେ ଯେମିତି ସବୁ ହୋ ହା ହେଇକିରି ସବୁ ଚାରିଆଡେ ହେଲା, ସିଏ ଏତେ ପ୍ରେସରରେ ରହିଲେ ଯେ ତାଙ୍କର ହାର୍ଟ ଆଟାକ୍ ହେଇଗଲା। ଏ ଘଟଣା ମଧ୍ୟ ସେତେବେଳେ ତାଙ୍କର ଜଣେ ଅତି ପରିଚିତ ଲୋକ ଥିଲେ, ଯିଏକି ଜଗତସିଂହପୁରର ଲୋକ, ସେତେବେଳେ ମଧ୍ୟ ତାଙ୍କର ପରଲୋକ ହେଇଗଲା। ତାଙ୍କ ନାଁରେ, ସାରଥୀ ବାବାଙ୍କ ନାଁରେ ଏଇ ଯୋଉ ଘଟଣା ସେତେବେଳେ ହେଲା, ଅନେକ ଲୋକ ଆକ୍ରମଣ ମଧ୍ୟ କଲେ ସେ ସାରଥୀ ବାବା ଆଶ୍ରମକୁ। ମିଡିଆରେ ସେତେବେଳେ ଖବର ସବୁ ବାହାରିଲା, ନାନା ପ୍ରକାର ସବୁ କାହାଣୀ ବାହାରିଲା। ମୋର ମନେ ଅଛି ଗୋଟେ କାହାଣୀ ବାହାରିଥାଏ, ଗୋଟେ ରିପୋର୍ଟରେ ବାହାରିଥାଏ ଯେ ତାଙ୍କର ସବୁ ମହିଳା ମାନଙ୍କର ଅନ୍ତବାସ ତାଙ୍କର ଅମୁକ ଜାଗାରୁ ସବୁ ତାଙ୍କ ଆଶ୍ରମରୁ ବାହାରିଲା। ବାଥରୁମରେ ମଧ୍ୟ କ୍ୟାମେରା ସବୁ ଫିଟ୍ ହେଇଥିଲା ତାଙ୍କର ବେଡରୁମ ପର୍ଯ୍ୟନ୍ତ, ମୋର କାଲି ଭଳି ମନେ ଅଛି। ଆହୁରି ମଧ୍ୟ ଶୁଣା ଯାଇଥିଲା ଯେ ଆଣ୍ଠୁଆ ଗୋପାଳ ବି ସେ ହେଇଥିଲେ। ସେ ଆଣ୍ଠୁଆ ଗୋପାଳ ହେଇଥିଲେ, କଣ ମହୁ ଝରୁଥିଲା ଇତ୍ୟାଦି। ମୋର ମନେ ଅଛି ମୁଁ ସେତେବେଳେ ଆଇଜି କ୍ରାଇମବ୍ରାଞ୍ଚକୁ ଟେଲିଫୋନ କଲି। ମୁଁ କହିଲି ଆଜ୍ଞା ଏଇସବୁ ଏଗୁଡା କଣ ସବୁ ଥରେ ବାହାରିଛି, ସବୁ ଏମିତି ସବୁ କିଛି? କାହିଁକି ନା ସେତେବେଳେ ଆପଣ ଲକ୍ଷ୍ୟ କରିଥିବେ, ଘଟଣା ଯେତେବେଳେ ହେଲା, ଓଡିଶା ସରକାର ସେତେବେଳେ କ୍ରାଇମବ୍ରାଞ୍ଚକୁ ତାର ତଦନ୍ତ ଭାର ଦେଇଥିଲେ। ଥରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇ ସାରିଲା ପରେ ସେ ଆଶ୍ରମ ଭିତରକୁ କେବଳ କ୍ରାଇମବ୍ରାଞ୍ଚ ପୋଲିସଙ୍କ ଛଡା ଆଉ କେହି ଯାଇପାରିବେନି, ଯାଉ ନଥିଲେ ମଧ୍ୟ। ସିଭିଲ ପୋଲିସର ପରମିଶନ ନାହିଁ ସେଠିକି ଯିବା ପାଇଁ। ମୁଁ ଯେତେବେଳେ ଆଇଜି କ୍ରାଇମବ୍ରାଞ୍ଚକୁ ପଚାରିଲି, ମୁଁ କହିଲି ଆଜ୍ଞା ଏ ସବୁ ବାହାରୁଛି, ଏସବୁ କଣ ସତ? ଆପଣ ତ ଆଇଜି କ୍ରାଇମବ୍ରାଞ୍ଚ। ସେ କହିଲେ ଆଜ୍ଞା ମୁଁ କଣ କହିବି ଆପଣଙ୍କୁ, ଆପଣମାନେ ତ ସାମ୍ବାଦିକ, ଯାହା ମନକୁ ଆସିଲା, ଯାହା ଯେତେ ଅତିରଞ୍ଜିତ କରିକି ଲେଖା ଯାଇପାରେ ଆପଣ ମାନେ ଲେଖିଲେ। ଯଦି ଅନ୍ତବାସ ବାହାରିଥାନ୍ତା, ପ୍ରଥମେ ତ ଆମେ କ୍ରାଇମବ୍ରାଞ୍ଚ ପୁଲିସ ଜାଣିଥାନ୍ତା। ଯଦି କ୍ୟାମେରା ଫିଟ୍ ହେଇଥିଲା, ଆମେ ତ ପ୍ରଥମେ ଜାଣିଥାନ୍ତୁ। ଆଜ୍ଞା ସେମିତି କିଛି ନାହିଁ, ଆଜ୍ଞା କିଛି ନାହିଁ, ସେଠି ସେମିତି କିଛି ବାହାରିନି। ଆମେ ଯେମିତି ନର୍ମାଲ ଯେମିତି ଇନକ୍ୱାରି କରିବା କଥା ଆମେ କରୁଛୁ, କିନ୍ତୁ ଆଉ କଣ ବାହାରିଛି ନ ବାହାରିଛି ସେ ପର କଥା। କିନ୍ତୁ ଯୋଉ କିଛି ପ୍ରମାଣ ନଥିଲା ତାଙ୍କର, ଆପଣ ଯେମିତି କଥା କହିଲେ କୌଣସି ପ୍ରମାଣ ନାହିଁ, ତିନି ତୁଣ୍ଡରେ ଛେଳି କୁକୁର ଭଳିଆ ମିଡିଆ ଯେତେବେଳେ ତାକୁ ହାଇଲାଇଟ କରିଛନ୍ତି ଘଟଣାଟା ହେଇଛି, ତାହେଲେ ମିଡିଆ ତିନି ତୁଣ୍ଡରେ ହାଇଲାଇଟ କରିଛି କିଛି ଅଂଶ, ସେ କଥା ସତ। ମୁଁ ତ ଇନକ୍ୱାରି ଅଫିସର ନୁହେଁ ନା, ଆପଣ ମୋ କଥା ବୁଝିପାରୁନାହାନ୍ତି। ମୁଁ କଣ ଇନକ୍ୱାରି ଅଫିସର କି? ପୁରା ଯେତେ 1, 2, 3, 4 ଯେତେ ଅଭିଯୋଗ ତାଙ୍କ ନାଁରେ ଅଛି ସବୁଗୁଡାକ ଇନକ୍ୱାରି କରିକି ମୁଁ ନିଷ୍କର୍ଷରେ ପହଞ୍ଚିଛି ଯେ ସେ ହଉଛନ୍ତି ନିର୍ଦ୍ଦୋଷ। ମୁଁ କଣ ଆଜ୍ଞା ଇନକ୍ୱାରି କି? ମୁଁ ଏତିକି ଲିମିଟେଡ କ୍ୱେଶ୍ଚନ କେବଳ ପଚାରିଥିଲି ଆଇଜି କ୍ରାଇମବ୍ରାଞ୍ଚକୁ, କାହିଁକି ନା ମୋର ସନ୍ଦେହ ହେଲା ମିଡିଆରେ ଯେତେ ଖବର ବାହାରୁଛି ସେ ସବୁ ଯାକ ସତ ନୁହେଁ। ମୁଁ ସେଇଥିପାଇଁ ତାଙ୍କୁ ପଚାରିଲି, ଏଇ କିଛି କଥା ତାଙ୍କ ଦୃଷ୍ଟିକି ଆକର୍ଷଣ କରି କହିଲି। ସେ କହିଲେ ଏଗୁଡାକ ସବୁ ମିଛ କଥା। ମୁଁ ସେଇଥିପାଇଁ କହିଲି, ଆପଣ ଯୋଉ ଅନେକ ସମୟରେ କହିଦଉଛନ୍ତି ଇଏ ହଉଛନ୍ତି ଅନ୍ଧ ବାବା, ଭଣ୍ଡ ବାବା, ଇଏ ତାଙ୍କର ମହିଳାଙ୍କ ସହିତ ଏ ସମ୍ପର୍କ ଥିଲା, ସେ ଏମିତି ଠକିକିରି ନେଇଛନ୍ତି। ମନେ ରଖିବାକୁ ପଡିବ, ତୁଣ୍ଡରେ ମଧ୍ୟ ତୁଣ୍ଡି ଦବାକୁ ପଡିବ ଅନେକ ସମୟରେ। କାହିଁକି ନା ଆମେ ଅନେକ ସମୟରେ ବହୁତ କଥା ଠିକ ଭାବରେ ଜାଣୁନା, ତିନି ତୁଣ୍ଡରେ ଛେଳି କୁକୁର ଭଳିଆ ବଢେଇକିରି ଚଢେଇକିରି ବାବା ମାନେ ବର୍ତ୍ତମାନ ଆବିଷ୍କାର ହଉଛନ୍ତି। ଶୁଣନ୍ତୁ ଆଜ୍ଞା, ବାବା ଯୋଉ ଭଣ୍ଡ ବାବା ହଉଛନ୍ତି, ଭଣ୍ଡ ଲୋକ କୋଉଠି ନାହାନ୍ତି ମତେ କହିଲେ? ଭଣ୍ଡ ବାବା ଅଛନ୍ତି ବୋଲିକିରି ମୁଁ କଣ ମନା କରୁଛି? ସବୁ ଫିଲ୍ଡରେ ଆପଣ ଦେଖିବେ ଭଣ୍ଡ ଲୋକ ଅଛନ୍ତି। ଭଣ୍ଡ ଡାକ୍ତର ନାହାନ୍ତି, ଭଣ୍ଡ ଇଞ୍ଜିନିୟର ନାହାନ୍ତି, ଭଣ୍ଡ ପାଠ ପଢିଥିବା ଲୋକ ନାହାନ୍ତି, ପାଠ ପଢିଛନ୍ତି, ବହୁତ ପାଠ ପଢିଛନ୍ତି, ଠକୁ ନାହାନ୍ତି, ଲାଞ୍ଚ ନଉନାହାନ୍ତି। ତାଙ୍କର ନୈତିକତା କଣ ଅଛି? ଆପଣ ପୁରା ଆଜି ତ ମିଡିଆରେ ଆପଣ ଦେଖିଥିବେ, ଡିଜି ପାହ୍ୟାର ଜଣେ ପୋଲିସ ଅଫିସର, ତାଙ୍କ ଝିଅ ପୁଣି ସୁନା ସ୍ମଗଲିଂ କରୁଥିଲେ, ଆରେଷ୍ଟ ହେଇଛନ୍ତି। ଆପଣ ଭାବିଲେ
ସେ କଣ ପାଠ ପଢି ନାହାନ୍ତି ନା ତାଙ୍କ ପରିବାରର ପଇସା ନାହିଁ ନା ତାଙ୍କ ପ୍ରତିପତ୍ତି ନାହିଁ କଣ ସେ ନଥିଲା। ତେଣୁ ଭଣ୍ଡ ବୋଲିକିରି ଆମେ ଯେତେବେଳେ ବାବା ମାନଙ୍କୁ କହିଦଉଛେ ଆମେ ଭୁଲି ଯାଉଛେ ଯେ ଆମର କିଛି ପାଟିରେ ମଧ୍ୟ ଲଗାମ ରହୁନି। ଏଇ ଘଟଣା ପରେ ଆପଣ ମନେ ଥିବ ସାରା ଓଡିଶାରେ ଯେତେ ଯୋଉଠି ସବୁ ବାବା ମାନେ ଅଛନ୍ତି ଯେତେ ଯୋଉଠି ସବୁ ଆଶ୍ରମ ଅଛି ଇଏ ଗୋଟେ ଚାଲିଲା ସମସ୍ତେ ତାଙ୍କୁ ଆକ୍ରମଣ କରିବା ଆରମ୍ଭ କଲେ। ଏ ବଡ ବିଚିତ୍ର କଥା।